ପୃଥ୍ୱୀହୀନୀମାନ ବହୁତ କଷ୍ଟ, ରାଜା ହେଉଥିବେ ସେ ନଷ୍ଟଭ୍ରଷ୍ଟ। ପ୍ରଜା ଗୁହାରି ରାଜା ନ ଶୁଣିବେ, ଅଣଘରୁଆ ଯେ ଘରୁଆ ହେବେ। ମନୁଷ୍ୟ କେହି ଜାଣି ନ ପାରିବେ, ଭକ୍ତେ ଜାଣି ଶୁଣି ଗଣା ହୋଇବେ। ନ ଜାଣି ଅଜ୍ଞାନୀ ନରେ କରୁଥିବେ ଟାହି, ଠିକବେଳ ନୁହଁ ଇଏ ହେବେ କୁହା କହି। ହେଲାବେଳେ ଦଣ୍ଡେ କେହି ନ କହିବେ ଆଉ, ନଷ୍ଟଭ୍ରଷ୍ଟ ହେବ ମୋହି ନେତ୍ରେ ଚାହୁଁ ଚାହୁଁ। 23 ଯାଇ 24 ଆଗତ, ମହାଭୟଙ୍କର ଉଲ୍କାପାତ। ମାରୁ ମୋହରୋଗ ହୋଇବ ଭଲେ, ସବୁ ନ ଅଣ୍ଟିବ ଯେତେ ଅର୍ଜିଲେ। ହେଲୋ ଏଣ୍ଡ ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ମାଳିକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ମୁଁ ରୋହିତ ଆପଣମାନଙ୍କୁ ସ୍ୱାଗତ କରୁଛି। ଆପଣମାନଙ୍କୁ ଆଜି ପରିଷ୍କାର ଭାବରେ ଆମେ ଅବଗତ କରାଇଦେବୁ ଯେ ଏହି ନୂତନ ବର୍ଷରେ କ'ଣ କ'ଣ ସବୁ ହେବାକୁ ଯାଉଛି। ଥମ୍ବନେଲ୍ ସହ ମାଳିକାର କ'ଣ ସମ୍ପର୍କ ରହିଛି ଏବଂ ମାଳିକାରେ ଏ ନେଇ ମହାପୁରୁଷ କ'ଣ ଲେଖିଛନ୍ତି ତାହା ମଧ୍ୟ ଜାଣିବା। ପୃଥ୍ୱୀହୀନୀମାନ ବହୁତ କଷ୍ଟ, ରାଜା ହେଉଥିବେ ସେ ନଷ୍ଟଭ୍ରଷ୍ଟ। ପ୍ରଜା ଗୁହାରି ରାଜା ନ ଶୁଣିବେ, ଅଣଘରୁଆ ଯେ ଘରୁଆ ହେବେ। ତେବେ ଦର୍ଶକ ବନ୍ଧୁ, ଏଥିରୁ ପରିଷ୍କାର ଭାବରେ ଜଣାପଡ଼ୁଛି ଯେ ମହାପୁରୁଷଙ୍କ ଏହି ଦୁଇ ଧାଡ଼ିରେ ବହୁତ କିଛି କଥା ଲୁଚି ରହିଛି, କିନ୍ତୁ ତାର ଅର୍ଥ ମଧ୍ୟ ଅନେକ କିଛି କହିହେବ। ଲକ୍ଷ୍ୟ କରନ୍ତୁ, ଏଠି ମହାପୁରୁଷ ବର୍ଣ୍ଣନା କଲେ ପୃଥ୍ୱୀହୀନୀମାନ ବହୁତ କଷ୍ଟ, ରାଜା ହେଉଥିବେ ସେ ନଷ୍ଟଭ୍ରଷ୍ଟ। ଅର୍ଥାତ୍ ରାଜାମାନେ ସମ୍ପୂର୍ଣ୍ଣ ଭାବରେ ଦର୍ଶକ ବନ୍ଧୁ ବର୍ବାଦ ହୋଇଯିବେ ଏବଂ ପ୍ରଜାମାନଙ୍କୁ ଗୁହାରି ଆଦୌ ଶୁଣିବେ ନାହିଁ। ଅଣଘରୁଆ ମାନେ ଘରୁଆ ହେବେ। ଆପଣ ଲକ୍ଷ୍ୟ କରନ୍ତୁ, ଆଜିକାଲି ଏଭଳି ସିଷ୍ଟମ୍ ହେଇଗଲାଣି, ଏଭଳି ସିଚୁଏସନ୍ ହେଇଗଲାଣି, ଏଭଳି ଜମାନା ଆସିଗଲାଣି, ଯାହା ପାଖରେ ଆଜି ଟଙ୍କାଟେ ନାହିଁ, ଖାଇବାକୁ ପଇସା ନାହିଁ, କାଲି ଦେଖିଲା ବେଳକୁ ସେ କୋଟିପତି ହୋଇ ଛିଡ଼ା ହୋଇଯାଉଛି। ଏକଥା ଆମେ ସମସ୍ତେ ନିଜ ଆଖିରେ ଦେଖୁଛେ। କିନ୍ତୁ ଆପଣ ଦୀର୍ଘ 10-20 ବର୍ଷ ତଳକୁ ଚାଲିଯାଆନ୍ତୁ, ଦେଖିବେ ଯିଏ ଭିକାରୀ ସେ ସେଇଭଳି ଭିକାରୀ ହୋଇ ମରୁଥିଲା, ଆଉ ଯିଏ ଗରିବ ସେ ସେଇଭଳି ଗରିବ ରହି ରହି ମରୁଥିଲା। କିନ୍ତୁ ବର୍ତ୍ତମାନ ଆପଣ ଯଦି ଟିକେ ଦିମାଗ ଲଗାଇ ଭାବିବେ, ଆପଣ ଜାଣିପାରିବେ ଅତି ଗରିବ ଲୋକ, ସାଧାରଣ ରିକ୍ସାବାଲାଟିଏ ମଧ୍ୟ ବହୁତ କିଛି କରି ତା ପରଦିନ ଗୋଟିଏ ଟ୍ରକ୍ଟେ ମଧ୍ୟ କିଣିପାରୁଛି। ଏଭଳି ସମ୍ବଳ ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଖକୁ ଆସିଗଲାଣି। ଅର୍ଥାତ୍ ଇଏ ହେଉଛି ଯୁଗ ବିନାଶର ଅନ୍ତିମ ସମୟ। ତା ସହିତ ରାଜାମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବର୍ବାଦ ହୋଇଯିବେ। ଦର୍ଶକ ବନ୍ଧୁ, ଆମେ କୌଣସି ରାଜନୈତିକ କ୍ଷେତ୍ରକୁ ନେଇ ଏକଥା କହୁନାହୁଁ। ଆପଣ ଟିକେ ଲକ୍ଷ୍ୟ କରନ୍ତୁ, ମାଳିକା ସହ ଯଦି ଏହି କଥାକୁ ଟିକେ ବି ଲିଙ୍କ କରାଯାଏ, ତେବେ ଆମକୁ ଆଗତ ଭବିଷ୍ୟରେ ହେବାକୁ ଥିବା ଘଟଣାବଳୀମାନଙ୍କ ବିଷୟରେ କିଛି କିଛି ଜଣାପଡ଼ୁଛି। ଆପଣମାନେ ଟିକେ ଲକ୍ଷ୍ୟ କରନ୍ତୁ, ଆମେମାନେ ଏବେ କେଉଁଭଳି ଧରଣର କଷ୍ଟ ପାଉଛେ। ଆମ ରାଜନୈତିକ କ୍ଷେତ୍ରରେ କେଉଁ ପରିମାଣରେ ଅଶାନ୍ତି ସୃଷ୍ଟି ହୋଇଛି। ସାରା ରାଜ୍ୟରେ ମାନେ ଆମ ଓଡ଼ିଶାରେ ରାଜନୀତି ସମ୍ପୂର୍ଣ୍ଣ ଅସ୍ଥିରତା ଆଡ଼କୁ ଗତି କରୁଛି ଏବଂ ନିଶ୍ଚିତ ଭାବରେ 2024 ମସିହାରେ ଗୋଟେ ଭୟଙ୍କର ଘଟଣା ଘଟିବ, ଯାହାକୁ ଏ ମଣିଷ କଳ୍ପନା ବି କରିନଥିବ। ସାରା ଓଡ଼ିଶାବାସୀ ଏ ସମସ୍ତ ଘଟଣାକୁ ନିଜ ଆଖିରେ ଦେଖିବେ, କିନ୍ତୁ କିଛି କରିପାରିବେ ନାହିଁ। ବର୍ତ୍ତମାନ ସମୟରେ ବହୁତ କିଛି ଜିନିଷ, ବହୁତ କିଛି ଘଟଣା ଆମ ଓଡ଼ିଶାରେ ଘଟୁଛି, ଘରେ ଘରେ ଘଟୁଛି, ସାରା ଭାରତବର୍ଷରେ ଘଟୁଛି, ସମଗ୍ର ବିଶ୍ୱରେ ମଧ୍ୟ ଘଟୁଛି। ଆମେ ସମସ୍ତେ ଏକଥା ଜାଣିଛେ, କିନ୍ତୁ ବାସ୍ତବରେ ଏହିସବୁ କଥା ଆମ ଜୀବନରେ କେତେ ପ୍ରଭାବ ପକାଉଛି ଏବଂ ଏସବୁ କଥାକୁ ଆମେ କେତେ ପରିମାଣରେ ଜାଣିବା ଦରକାର, ଆମେ ଏକଥା ଜାଣିପାରୁନାହୁଁ। ଅର୍ଥାତ୍ ଯେତେବେଳେ କେହି ମାଳିକାକୁ ନେଇ ଭିଡ଼ିଓଟେ କଲା, ଅନେକ ଲୋକ ଦେଖିଲେ, କମେଣ୍ଟ କଲେ ଏସବୁ ମିଛ କଥା, ଏସବୁ କେବେ ସତ ହେବ ନାହିଁ, ଆମେ 2012ରୁ ଶୁଣି ଆସୁଛୁ, ଆମେ 2002ରୁ ଶୁଣି ଆସୁଛୁ, କାହିଁ କିଛି ତ ହେଉନାହିଁ। କେବଳ ସେଇମାନଙ୍କ ପାଇଁ ସ୍ପେଶିଆଲି ମହାପୁରୁଷ ବର୍ଣ୍ଣନା କରିଛନ୍ତି, ନ ଜାଣି ଅଜ୍ଞାନୀ ନରେ କରୁଥିବେ ଟାହି, ଠିକବେଳ ନୁହଁ ଇଏ ହେବେ କୁହା କହି। ଆପଣ ଲକ୍ଷ୍ୟ କରନ୍ତୁ, ଯେଉଁଭଳି ଯୁଦ୍ଧ ଆମର ବର୍ତ୍ତମାନ ଚାଲିଛି, ବିଶେଷ କରି ଯଦି ସମଗ୍ର ପୃଥିବୀରେ ଭାରତ, ରୁଷ, ଆମେରିକା ଏବଂ ଚାଇନା ଏହି 4ଟି ଦେଶ ଯଦି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ପଡ଼ିବେ, ତେବେ କୌଣସି ଦ୍ୱନ୍ଦ୍ୱ ଉଠିବନି ଯେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା ବୋଲି। ଆପଣ ଦେଖନ୍ତୁ, ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସମୟରେ ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରୁଛି। ଅର୍ଥାତ୍ ରୁଷ ଏବଂ ଆମେରିକା ନିଶ୍ଚିତ ଭାବରେ ଯୁଦ୍ଧକୁ ଓହ୍ଲାଇ ସାରିଲେଣି। କେବଳ ବାକି ରହିଗଲେ ଦୁଇଟି ଦେଶ, ଭାରତ ଓ ଚୀନ। ଏହି ଦୁଇଟି ମଧ୍ୟରେ ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଯିବ, ଆଉ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ପାକିସ୍ତାନ ମଧ୍ୟ ଭାରତ ସାଙ୍ଗରେ ଲାଗିବା ଆରମ୍ଭ କରିସାରିଲାଣି। କେତେବେଳେ କିଛି ବି ଘଟଣା ଘଟିପାରେ। ଅର୍ଥାତ୍ ଯେତେବେଳେ ଏହି 3ଟି ମହାଶକ୍ତି ଏକକାଳୀନ ବାହାରିବେ, ଆପଣ ଚିନ୍ତା କରନ୍ତୁ ପରିସ୍ଥିତି କେମିତି ଜଟିଳ ହୋଇଯିବ। ମହାପୁରୁଷ ସେହି କଥାକୁ ପରିଷ୍କାର ଭାବରେ ଏଠି ଲେଖିଲେ ଯେ ହେଲାବେଳେ ଦଣ୍ଡେ କେହି ନ କହିବେ ଆଉ, ନଷ୍ଟଭ୍ରଷ୍ଟ ହେବ ମୋହି ନେତ୍ରେ ଚାହୁଁ ଚାହୁଁ। ବର୍ତ୍ତମାନ ଗୋଟିଏ ଦୃଷ୍ଟିରେ କହିବାକୁ ଗଲେ ଏସବୁ ଘଟଣା ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି।
ମହାପୁରୁଷଙ୍କ କହିବା ମୁତାବକ ଏସବୁ ଘଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ କେବଳ ସମସ୍ତେ ଦେଖିବେ, ହେଲେ କେହି କିଛି କରିପାରିବେ ନାହିଁ। କିନ୍ତୁ ଯେଉଁମାନେ ଏହି କଥାକୁ ଜାଣିଥିବେ, ବିଶ୍ୱାସ କରୁଥିବେ, ସେମାନେ ହୁଏତ ଅଧିକ ଅନିଷ୍ଟରୁ ନିଜକୁ ରକ୍ଷା କରିପାରନ୍ତି। ତେବେ ଆପଣମାନେ ବହୁତ ଆଗରୁ ଏଭଳି କଥା ଶୁଣି ଆସୁଥିବେ। ବହୁତ ଗୁଡ଼ାଏ ପ୍ରଶ୍ନରେ ମଧ୍ୟ ଛନ୍ଦି ହୋଇଯାଉଥିବେ ଯେ ପାର୍ଟିକୁଲାର କେବେ ଆଉ କେମିତି ଏସବୁ ଷ୍ଟାର୍ଟ ହେବ। ତେବେ ଆଜି ଆମେ ଆପଣଙ୍କୁ ପରିଷ୍କାର ଭାବରେ ଉଦାହରଣ ଦେଇଦେବୁ ଯେ ଆକ୍ଚୁଆଲରେ କେତେ ତାରିଖ, କେଉଁ ମସିହା ଏବଂ କେଉଁ ବାରରେ ଏସବୁ ଘଟିବ, ଅର୍ଥାତ୍ କେବେ ଆଉ କେମିତି ଏ କଳିଯୁଗର ପରିସମାପ୍ତି ଘଟି। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଭୟଭୀତ କରିବା ଆମ ଉଦ୍ଦେଶ୍ୟ ନୁହଁ। ଆମେ କେବଳ ଆପଣଙ୍କୁ ଆଗୁଆ ସତର୍କ କରାଇବାକୁ ଚାହୁଁ। ମହାପୁରୁଷ ଏଠି ବର୍ଣ୍ଣନା କଲେ 23 ଯାଇ 24 ଆଗତ ମହାଭୟଙ୍କର ଉଲୁକାପାତ। ମାରୁ ମୋହରୋଗ ହୋଇବ ଭଲେ ସବୁ ନ ଅଣ୍ଟିବ ଯେତେ ଅର୍ଜିଲେ। ଅର୍ଥାତ୍ ଯେତେବେଳେ 23 ଯାଇ 24 ଆସିବ ସେତେବେଳେ ଏହିସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ। ଯେତେବେଳେ ଏହି ସଂକେତ ମିଳିଯିବ ସେବେଠାରୁ ଅନିଷ୍ଟ ହେବା ଷ୍ଟାର୍ଟ ହୋଇଯିବ। ମାଳିକାରେ ଯାହା ସବୁ ଲେଖାଯାଇଛି ଆଜି ଯାଏଁ ତାହା 100% ସତ୍ୟ ପ୍ରମାଣିତ ହୋଇ ଆସୁଛି ଏବଂ ଆଗକୁ ମଧ୍ୟ ଏହା ସତ୍ୟ ହିଁ ପ୍ରମାଣିତ ହେବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। 2024ରେ ଉଲ୍କାପାତ ପଡ଼ିବ ଏବଂ ଆହୁରି କିଛି ବହୁତ ଘଟଣା ଘଟିବ ଯେଉଁଥିରେ ବହୁ ଲୋକଙ୍କର ଜୀବନ ମଧ୍ୟ ଚାଲିଯିବ। ବଡ଼ ବଡ଼ ରାଷ୍ଟ୍ରମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେବ ଏବଂ ସବୁ ଜିନିଷର ଦର ବୃଦ୍ଧି ପାଇବ। ବର୍ତ୍ତମାନ ଆପଣମାନେ ଲକ୍ଷ୍ୟ କରନ୍ତୁ, ଏବେ ଯେଉଁଭଳି ଯୁଦ୍ଧ ଚାଲିଛି ସେଥିପାଇଁ ତେଲ ରେଟ୍ ବଢ଼ିଗଲାଣି। ଲୋକମାନେ ମଧ୍ୟ ଅକାରଣେ ବ୍ୟସ୍ତ ବିବ୍ରତ ହୋଇଯାଉଛନ୍ତି ଏଭଳି ସମସ୍ୟା ଯୋଗୁଁ। କେବେ କେବେ ପିଆଜର ରେଟ୍ ବଢ଼ିଯାଉଛି ତ କେବେ କେବେ ଟମାଟୋର ରେଟ୍ ବଢ଼ିଯାଉଛି। ତେବେ ଆପଣ ଚିନ୍ତା କରନ୍ତୁ, ବର୍ତ୍ତମାନ କ'ଣ ସେହି ସମୟ ହେଇଯାଇ ନାହିଁ କି ସବୁ ନ ଅଣ୍ଟିବ ଯେତେ ଅର୍ଜିଲେ। ଆଉ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ଆପଣଙ୍କ ପାଖରେ ଯେତେ ପଇସା ଥାଉ ନା କାହିଁକି ସେ କେଉଁ ବାଟରେ ଚାଲିଯାଉଛି ଆପଣ କେବେ ବି ଜାଣିପାରୁନାହାନ୍ତି ଏବଂ ଆଗକୁ ବି ସେ କେଉଁ ବାଟରେ ଚାଲିଯିବ ଆପଣ ଜାଣିପାରିବେ ନାହିଁ। କାରଣ ଏ ହେଉଛି ଯୁଗର ଅନ୍ତିମ ସମୟ। ଏଇଭଳି ସବୁ ଘଟଣା ଘଟି ଚାଲିବ। ଏହିସବୁ ବିଷୟରେ ଅଧିକ ମାତ୍ରାରେ ଚିନ୍ତା କରିବା ମଧ୍ୟ ଆମମାନଙ୍କ ପାଇଁ ବହୁତ ବଡ଼ ବିପଦ ହେବ। କୌଣସି ପ୍ରକାର ଚିନ୍ତା କରିବାର ନାହିଁ। ଆପଣ ଯାହା ବି ଶୁଣିଲେ ରାଜାମାନେ ଆମକୁ ବହୁତ କଷ୍ଟ ଦେବେ, ଆମକୁ କଷ୍ଟ ଦେବା ସହିତ ନିଜେ ମଧ୍ୟ ଦେଶ ଛାଡ଼ି ପଳାଇବେ। କାରଣ ବର୍ତ୍ତମାନର ସମୟ ହେଉଛି କର୍ମର ଫଳ ପାଇବାର ସମୟ। ଆଜି ପର୍ଯ୍ୟନ୍ତ ସମସ୍ତେ ଖସି ରହିଥିଲେ। ଯିଏ ଯେଉଁ ଭୁଲ କାମ କରିଥିଲା, ଯିଏ ଯେଉଁ ଅପକର୍ମ କରିଥିଲା, କିଏ ପରଧନ ହରଣ କରିଥିଲା, ସେମାନେ ସମସ୍ତେ କରୋନା ଆସିବା ପର୍ଯ୍ୟନ୍ତ ଲୁଚିକି ରହିଯାଇଥିଲେ। କିନ୍ତୁ ଦେଖନ୍ତୁ, ଏଭଳି ଗୋଟେ ପରିସ୍ଥିତି ଆସିଗଲା, ସବୁ କିଛି ବର୍ବାଦ ହେଇଗଲା। ସେଇ କରୋନା କଥା କୁହନ୍ତୁ ନା କାହିଁକି, ଲକ୍ଷ ଲକ୍ଷ ଏଭଳି ଲୋକଙ୍କର ମଧ୍ୟ ଜୀବନ ଯାଇଛି ଯେଉଁମାନେ ବହୁତ ମାତ୍ରାରେ ପାପ କରି ନିର୍ଦ୍ୱନ୍ଦ୍ୱରେ ଏବଂ ପଇସା ବଳରେ ଆଇନକୁ ନିଜ ହାତକୁ ନେଇ ଘୁରି ବୁଲୁଥିଲେ। କିନ୍ତୁ କ'ଣ ହେଲା ଦେଖନ୍ତୁ, କରୋନା ଆସିଲା, ସବୁକିଛି ପରିଷ୍କାର କରି ନେଇ ଚାଲିଗଲା। ଠିକ୍ ସେହିଭଳି ବିଭିନ୍ନ ପ୍ରକାର ଗୋଟେ ପରେ ଗୋଟେ ନୂଆ ଷ୍ଟେପ୍ ଆମେ ମଣିଷମାନେ ଗତି କରିବା। ବହୁତ କିଛି ଜିନିଷ ଘଟିବାର ଅଛି, ବହୁତ କିଛି ଜିନିଷ ଆମକୁ ଦେଖିବାର ମଧ୍ୟ ଅଛି। କାରଣ ଅନୁଚିତ ଲୋକମାନେ, ଯେଉଁମାନେ ଭୁଲ କାମ କରନ୍ତି, ଯେଉଁମାନେ ମିଛ କୁହନ୍ତି, ସେମାନଙ୍କ ପାଇଁ ଏ ପୃଥିବୀରେ କୌଣସି ପ୍ରକାର ସ୍ଥାନ ନାହିଁ। କାରଣ ସତ୍ୟ ଯୁଗ ପାଇଁ ରାସ୍ତା ବର୍ତ୍ତମାନ ସଫା କରାଯାଉଛି। ଯଦି ଆପଣ ମଧ୍ୟ ଚାହାନ୍ତି ସେହି ରାସ୍ତାରେ ପାଦ ସ୍ଥାପନ କରିବାକୁ, ତେବେ ଆପଣ ଗୀତା ପାଠ କରନ୍ତୁ, ଉଚିତ କର୍ମ କରନ୍ତୁ, କୌଣସି ପ୍ରକାର ଟେନସନ୍ ନେବାର ନାହିଁ। ସତ କଥା କୁହନ୍ତୁ, ଖାଆନ୍ତୁ, ପିଅନ୍ତୁ, ରୋଜଗାର କରନ୍ତୁ, ବଞ୍ଚନ୍ତୁ, କିନ୍ତୁ କୌଣସି ଜିନିଷକୁ ଏ ପୃଥିବୀରେ ଆପଣ ମୋର ବୋଲି କୁହନ୍ତୁ ନାହିଁ। ଯିଏ କହିବ ମୋର, ସେ ନିଶ୍ଚିତ ଭାବରେ ଏହିଠାରେ ହିଁ ମୋର କହି ପ୍ରାଣ ଛାଡ଼ିଦେବ।